ଦେଖନ୍ତୁ ଏଇଟା ତ ଆହୁରି ବହୁତ ପୂର୍ବରୁ ହବାର ଥିଲା। ବିଜେଡି କି 2024 ଇଲେକ୍ସନ ରେ ଓଡ଼ିଶା ଲୋକମାନେ ତ ପ୍ରତ୍ୟାଖ୍ୟାନ କଲେ। ରିଜିନ୍ ଆପଣମାନେ ସମସ୍ତେ ଜାଣିଛନ୍ତି, ଆମଠୁ ଅଧିକ ଆପଣମାନେ ଜାଣିଛନ୍ତି। ପାଣ୍ଡିଆନ ସାରଙ୍କର ନେତୃତ୍ୱରେ ଯେଉଁ ଇଲେକ୍ସନ ସେମାନେ ଲଢ଼ିଲେ ତାଙ୍କୁ ସେ ଲୋକ ଗ୍ରହଣ କଲେନି ଏବଂ ନେତା ବି ଏବେ ଧୀରେ ଧୀରେ କହିବା ଆରମ୍ଭ କଲେଣି ଏବଂ କହୁଛନ୍ତି ମଧ୍ୟ। ତାପରେ ଦେଖନ୍ତୁ ଆମେ ସରକାର ଆସିଛୁ, ଆମେ ତାଙ୍କୁ କିଛି ଭଲ କାମ କରିବୁ ଆଉ କିଛି ଭଲ କାମ କରିକି ଦେଖେଇଥିଲୁ ବୋଲି ଆଜି ଆମେ ସରକାରକୁ ଆସିଛୁ। ଆଉ ତାଙ୍କ ଘର ଭୁଷୁଡ଼ିନି, ଆହୁରି ଭୁଷୁଡ଼ି ଯିବ। ବିଜେଡି ମୁକ୍ତ ଓଡ଼ିଶା ହେଇଯିବ। ଏ ଫରକ ପଡ଼ିବନି, କାରଣ ସେମିତି କିଛି ନୁହେଁ। ବୟସ ଦୃଷ୍ଟିରୁ ସେ ଏବେ ଆଉ ସିଏ ତାଙ୍କର ଆକ୍ଟିଭନେସ୍ ଆଉ ନାହିଁ। ତ ସେ ଜାଣୁଛନ୍ତି ଯେ ଆଗାମୀ ଦିନରେ କୌଣସି ନେତାଙ୍କର ବିଜେଡ଼ିରେ ଭବିଷ୍ୟତ ଆଉ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇକି ଦଳ ବିରୋଧୀ କାମ କରୁଛନ୍ତି ଏବଂ ଅନ୍ୟ ଦଳକୁ ଆଶା ରଖିକି କାମ କରୁଛନ୍ତି। ପଞ୍ଚାୟତ ଇଲେକ୍ସନ ବିଜେପି ବହୁତ ଭଲ ରେଜଲ୍ଟ କରିବ, ବହୁତ ବଢ଼ିଆ ରେଜଲ୍ଟ କରିବ। ଆପଣମାନେ ଦେଖିବେ, ଓଡ଼ିଶାବାସୀ ଦେଖିବେ ଏବଂ ଅର୍ବାନ ଇଲେକ୍ସନ ବି ଆମେ ବହୁତ ଭଲ ରେଜଲ୍ଟ କରିବୁ। ଆଗାମୀ ଦିନରେ ନୂଆ ଦଳ ଗୋଟେ ଆସିବାକୁ ଯାଉଛି। ଦେଖନ୍ତୁ ବହୁତ ପୂର୍ବରୁ ବହୁତ ଦଳ ଏମିତି ତିଆରି ହେଇଛି ଆଉ ଲୋପ ପାଇଯାଇଛି। ଏକ୍ଜାମ୍ପଲ ଆପଣଙ୍କର ସୌମ୍ୟ ବାବୁଙ୍କର ଦଳ ଥିଲା, କିନ୍ତୁ ଅନେକ ଲୋକଙ୍କର ଦଳ, ବିଜୟ ମହାପାତ୍ରଙ୍କ ବି ଦଳ ଥିଲା, ସେ କିଛି ପ୍ରଭାବ ପଡ଼ିଲାନି। ପାରିମୋହନ ବି ଗୋଟେ ସମୟରେ ଗୋଟେ ତାଙ୍କ ଦଳ ନିଜ ପ୍ରତ୍ୟାହାର ଦେଖିବା ପାଇଁ, ପ୍ରଭାବ ଦେଖିବା ପାଇଁ ସେ କରିଥିଲେ। ସେମିତି ଆପଣମାନେ ଦେଖିଛନ୍ତି, ତାର କିଛି ପ୍ରଭାବ ପଡ଼ିଲାନି। ସେ ଦଳ ଲୋକ ଭୁଲି ବି ଗଲେଣି। କିନ୍ତୁ ସେମିତି କିଛି ଆମ ଉପରେ କିଛି ପ୍ରଭାବ ପଡ଼ିବନି। ସାରା ଭାରତରେ ଆପଣ ଦେଖିବେ ଭାରତୀୟ ଜନତା ପାର୍ଟି ସରକାର କରିବ। ଦେଖନ୍ତୁ ଏତେ ମାନେ ନବୀନ ବାବୁଙ୍କୁ ଆମେ ବି ଏବେ ବି ଆମେ ତାଙ୍କୁ ଭଲ ଲୋକ ବୋଲି ଓଡ଼ିଶାବାସୀ ଏବେ ବି ସେ ଗ୍ରହଣ କରୁଛନ୍ତି। ଲୋକଙ୍କ ହୃଦୟରେ ସେ ଅଛନ୍ତି, ଆମେ ମନା କରୁନୁ। କିନ୍ତୁ ତା ମାନେ ନୁହେଁ ଯେ ତାଙ୍କ କଥା ସବୁବେଳେ ରହିବ ଏବଂ ତାଙ୍କ କଥା ସମୟ ସବୁବେଳେ ଚାଲିବେ, ସେମିତି କିଛି ଆଜ୍ଞା। ଏଇଟା ଗଣତନ୍ତ୍ର ଆଜ୍ଞା, ନିଜସ୍ୱ ବି ଅଧିକାର ଅଛି। ସେ ଦେଖିଲେ ଯେ ନବୀନ ପଟ୍ଟନାୟକଙ୍କର ଆଉ ସେ ଲୋକପ୍ରିୟତା ନାହିଁ, ଯେହେତୁ 2024 ତାଙ୍କୁ ଲୋକ ଗ୍ରହଣ କଲେନି, ସେଥିପାଇଁ ତାଙ୍କଠୁ ସେ ଡର ଆଉ ରହିଲାନି। ସେ ଯାହା ବି କରୁଥିଲେ, ଯେଉଁ ନେତାମାନେ କରୁଥିଲେ, ସେ ନବୀନ ପଟ୍ଟନାୟକ ଭୋଟରେ ପାଇଁ ଜିତୁଥିଲେ। ଏବଂ ଏବେ ସେ ଦେଖିଲେ ଲୋକପ୍ରିୟତା ଆଉ ନାହିଁ, ସରକାର ଚେଞ୍ଜ ହେଇଛି, ସେଥିପାଇଁ ତାଙ୍କ ସହିତ ଆଉ ସାଥ ଦେଉନାହାନ୍ତି।